ए भाई आज के ହେଇଗଲାଣି କେତେ ଦିନ ମଝିରେ 2 ଦିନ ବର୍ଷା ହେଇଛି ଆଉ ଗୋଟେ ଦିନ ଖରା ହେଇଥିଲା। ଆଉ ସେଇ ଖରା ଭିତରେ ବି ପାଣି ଦେଖନ୍ତୁ ଆଜି ବି ଶୁଖି ନାହିଁ। ଆମେ ସେଇ ମଟରରୁ ପାଣି ଇଆଡ଼େ ପକେଇକି ନେଇଛୁ ନଳା, ତଥାପି ସାଙ୍ଗମାନେ ଇଆଡ଼େ ବି ପାଣି ବଢ଼ିଗଲାଣି। ବର୍ତ୍ତମାନ ବହୁତ ଶୋଚନୀୟ ଭାବରେ ପାଣି ହେଲାଣି। ଆଉ ଦେଖୁଛନ୍ତି ଏଇ ଯେଉଁ ନଟି ବୁଦା ସବୁ ହେଇଛି, এই নটি বুড়া এতে মাত্রাରେ ହେଇଛି যে মশা ଆମ ରୁମ୍ରେ ବହୁତ ମାତ୍ରାରେ ପଶୁଛନ୍ତି। ହ୍ୟାଲୋ ହ୍ୱାଟ୍ସଅପ୍ ୱେଲକମ୍ ବ୍ୟାକ୍ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ମୋ ଦେଶ ଭାଇ କାନୁ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଥରେ ମୋର ଆଉ ଗୋଟେ ନୂଆ ବ୍ଲଗ୍ ଭିଡ଼ିଓକୁ। ତ ସାଙ୍ଗମାନେ କେମିତି ଅଛନ୍ତି? ଆଇ ହୋପ୍ କି ଆପଣମାନେ ଭଲରେ ଥିବେ, ଆଣ୍ଡ ମେରେ ଭାଇ ଭଲ ରହିବେ। ତ ସାଙ୍ଗମାନେ ଆଜିକି ବହୁତ ଦିନ ହେଇଗଲାଣି, ଆପଣମାନେ ତ ମୁଁ ଦେଖେଇଥିଲି ମୋର ଗୋଟେ ଘର ଭିତରେ କୋଉଳିଆ ଭାବରେ ପାଣି ପଶି ଯାଇଥିଲା। ଆଜିକି ହେଇଗଲାଣି 7-8 ଦିନ কিংবা 4-5 দিন ହେଲାଣି ମୋର ପରେ ଗୋଟେ ଭିଡ଼ିଓ ଅପଲୋଡ଼ ହୋଇଛି, ଆପଣ ଦେଖିନାହାନ୍ତି ତ ଏବେ ହିଁ ଦେଖି ନିଅନ୍ତୁ। ଆଉ ହଁ ସାଙ୍ଗମାନେ ଆଜି ସେ ଯିବା ଘର ଠିକ୍, ଆଉ ଦେଖିବା କେମିତି କ'ଣ ପାଣି ଶୁଖିଲାଣି କି ନାହିଁ। କାହିଁକିନା ଏବେ 2 ଦିନ ହେଲା ଲଗାତାର ବର୍ଷା ହେଇଛି, ଆଉ ଗୋଟେ ଦିନ ମଝିରେ ଖରା ହେଇଥିଲା। ଆଜି ଯିବା ସେ ଘର ଠିକ୍, ଆଉ ଦେଖିବା ଆମର ସେ ପୁରୁଣା ଘରଟା କେମିତି ଭାବରେ ଅଛି, କଣ୍ଡିସନ୍ କେମିତି କ'ଣ ହେଇଛି। ଠିକ୍ ଅଛି ସାଙ୍ଗମାନେ ଭିଡ଼ିଓ ଲାଷ୍ଟ ଯାଏଁ ଦେଖନ୍ତୁ। ଆଇ ହୋପ୍ କି ଆପଣଙ୍କୁ ଭଲ ଲାଗିବ। ଯଦି ବି ମୋ ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରିନାହାନ୍ତି ଏବେ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ, କାହିଁକିନା ମୁଁ ଦେଶ ଭାଇ କାନୁ ଆପଣମାନଙ୍କ ପାଇଁ ସଦାବେଳେ ମୋର ଏଇ ଛୋଟିଆ ୟୁଟ୍ୟୁବ୍ ଚ୍ୟାନେଲରେ ଭଲ ଭଲ ଲାଇଭ୍ ଭ୍ଲଗ୍ ଭିଡ଼ିଓ ନେଇ ଆସିଥାଏ। ଠିକ୍ ଅଛି ସାଙ୍ଗମାନେ ଦେଖନ୍ତୁ ଏଇଟା ହେଉଛି ସେଇ ଜାଗା ଯେଉଁ ଜାଗାରେ ବର୍ତ୍ତମାନ ଆମେ ଗାଧେଇବୁ ବୋଲି ନୂଆ ସିଷ୍ଟମ୍ କରିଛୁ। କାହିଁକିନା ସିଆଡ଼େ ତ ଆପଣ ଦେଖି ସାରିଥିବେ କେତେ ମାତ୍ରାରେ ପାଣି। ଆପଣମାନଙ୍କୁ ମୁଁ କ'ଣ କହିବି, ଦେଖନ୍ତୁ କେଉଁ ହିସାବରେ କେତେ ବଡ଼ ମୋଟା ମୋଟା ତାର ଯାଇଛି ଏଠି। ଟିକେ ଧ୍ୟାନରେ ଦେଇ ଦେଖନ୍ତୁ ସାଙ୍ଗମାନେ, ଇଏ ହେଉଛି ସେଇ ପୁଲଖୁମ୍ବ ଯେଉଁଟାକି ଏବେ 10-12 ଦିନ ହେବ ଏଇଠିକିନା ଓଲଟି ପଡ଼ିଥିଲା। ଆଉ ଦେଖନ୍ତୁ ସେଇଥିରେ ପୁରା ଗଛପତ୍ର ପୁରା ହେଇଯାଇଛି ନଟି ବୁଦା। ଆଉ ଏଇ ଜାଗାଟାକୁ ଆମେ ସଫା କରୁଛୁ ଗାଧେଇବୁ ବୋଲି ଏଠିକିନା ବର୍ତ୍ତମାନ। କାହିଁକିନା ସିଆଡ଼େ ତ ଜାଣିଥିବେ ଆପଣମାନେ ବହୁତ ମାତ୍ରାରେ ପାଣି ଫୁଲ ହେଇଛି। ଦେଖନ୍ତୁ ଇଆଡ଼େ ବି ଲମ୍ବିଛି, ଏଇଠୁ ସେଇ ଘର ଯାଏଁ ପୁରା ପାଣି ଲମ୍ବିକି ଅଛି। ଏଇଠି ଆମେ ବର୍ତ୍ତମାନ ଗାଧେଇବୁ। ଆଉ ଏଇ ଯେଉଁ ଏଇ ପାଇପ୍ ଦେଖୁଛନ୍ତି ଏଇଟାରେ ବି କରେଣ୍ଟ ଅଛି, ବଟ୍ ଏଇଟା ମାନେ ବହୁତ ମୋଟାରେ ତାରଟା ଅଛି, ସେଥିପାଇଁ କରେଣ୍ଟ ଫରେଣ୍ଟ କିଛି ଲାଗିବ ନାହିଁ। ଆଉ ଏଇ ଦେଖନ୍ତୁ ତାରଟା ଯେଉଁ ତଳେ ପଡ଼ିଯାଇଥିଲା ଓହଳିକି ଏଇଟାକୁ ଆମେ ଏଇ ବାଡ଼ରେ ଲଗେଇ ଦେଇଛୁ। ସିଆଡ଼େ ଦେଖନ୍ତୁ ଲାଗି ଯାଇଛି। ଆଉ ଏଇଟାକୁ ଯେଉଁ ଖୁଣ୍ଟିରେ ପୋତି ଦେଇଛୁ ତାରଟା, ମାନେ ପାଣିରେ ପଡ଼ିଲେ ଆଉ ସକ୍ ମାରିବନି, ସେଥିପାଇଁ ଆମେ କରିଛୁ। ଏ ଭାଇ ଆଜି କେ ହେଇଗଲାଣି କେତେ ଦିନ ମଝିରେ 2 ଦିନ ବର୍ଷା ହେଇଛି ଆଉ ଗୋଟେ ଦିନ ଖରା ହେଇଥିଲା। ଆଉ ସେଇ ଖରା ଭିତରେ ବି ପାଣି ଦେଖନ୍ତୁ ଆଜି ବି ଶୁଖି ନାହିଁ। ଆମେ ସେଇ ମଟରରୁ ପାଣି ଇଆଡ଼େ ପକେଇକି ନେଇଛୁ ନଳା, ତଥାପି ସାଙ୍ଗମାନେ ଇଆଡ଼େ ବି ପାଣି ବଢ଼ିଗଲାଣି। ବର୍ତ୍ତମାନ ବହୁତ ଶୋଚନୀୟ ଭାବରେ ପାଣି ହେଲାଣି। ଆଉ ଦେଖୁଛନ୍ତି ଏଇ ଯେଉଁ ନଟି ବୁଦା ସବୁ ହେଇଛି, এই ନଟି ବୁଦା ଏତେ ମାତ୍ରାରେ ହେଇଛି ଯେ ମଶା ଆମ ରୁମ୍ରେ ବହୁତ ମାତ୍ରାରେ ପଶୁଛନ୍ତି। ଆଉ ପାଣି ଦେଖନ୍ତୁ, ପାଣି ତ ପୁରା ବଢ଼ିଗଲାଣି ସାଙ୍ଗମାନେ, କମିବାର ନାଁ ହିଁ ନେଉନି। ପାଣି କେତେ ମାତ୍ରାରେ ପାଣି ଏଠି ଦେଖିପାରୁଥିବ ଆପଣମାନେ, ପୁରା ପୁରା କହିବାକୁ ଗଲେ ସମୁଦ୍ର ହେଇଗଲାଣି ଏଇଠିକିନା। ଏତେ ମାତ୍ରାରେ ପାଣି କୁହଁକୁ ଆଉ ବାହାର ଦୁଇଟାକ ପାଣି ପୁରା ଲେବୁଲ୍ ହେଇଯାଇଛି, ଯେଉଁଟାକି ଭୁଲ ଅନ୍ଧାର ଯଦି କିଏ ପଳେଇ ଆସିବ ଏ କୁହଁ ଭିତରେ ବି ସିଏ ଗୋଡ଼ ପକେଇ ବୁଡ଼ିଯିବ। ଆଉ ଏଇଠି ଆମେ ଗାଧୋଉଥିଲୁ, ବର୍ତ୍ତମାନ ସେଇ ଜାଗା ବି ପାଣି ଫୁଲ୍। ଆଉ ଘର କଥା ତ ଭାଇ କହିଲେ ହିଁ ନ ସରେ, କାହିଁକିନା ଆପଣମାନେ ଜାଣିଥିବେ ଘରର ଅବସ୍ଥା କ'ଣ ଥିଲା। ଆଉ ଏବେ ବି ତାଠୁ ଅଧିକ ଅବସ୍ଥା ଖରାପ ହେଇଯାଇଛି। ଏବେ ପାଣି କମିବ କ'ଣ, ପାଣି ପୁରା ବଢ଼ି ଯାଉଛି। ପାଣିର ଅବସ୍ଥା ପୁରା ଶୋଚନୀୟ ଭାବରେ। ଆହୁରି ବି ଏବେ ମେଘ ଉଠିଛି, ଦେଖୁଥିବେ ଆକାଶ ପୁରା କଳା କଳା ଦିଶୁଛି। ଏବେ ବହୁତ ଜୋରରେ ଦେଖନ୍ତୁ ବାଦଲଟା କେମିତି ତଳକୁ ଆସିଛି ହେରି, ସତେକି ଏବେ ହିଁ ବର୍ଷା ହେବ। ମାନେ ଆହୁରି ବର୍ଷା ହେଲା ମାନେ ମୋତେ ତ ଲାଗୁଛି ଘରଟା କିଛି ଦିନ ଭିତରେ ବୁଡ଼ିଯିବ, ଯାହା ଲାଗିଲାଣି ମୋତେ। ଏବେ ବର୍ତ୍ତମାନ ଆମେ ଲାଗି ପଡ଼ି ସବୁ ଏଇ ତାର ଫାର ସବୁ ଦେଖନ୍ତୁ, ସବୁ ବାଡ଼ରେ ସବୁ ଦେଖନ୍ତୁ ଛକି ଚିହ୍ନ ମରା ହେଇଛି। ମାନେ ଏବେ ଲାଗି ପଡ଼ି ଆମେ ତାରଟା ଯେଉଁ ପାଣିରେ ପଡ଼ିଥିଲା ସବୁ ବାଡ଼ରେ ଲଗେଇ ଦେଇଛୁ, କାହିଁକିନା ସକ୍ ମାରିପାରେ, ସେଥିପାଇଁ ଆମେ ବାଡ଼ରେ ଲଗେଇ ଦେଇଛୁ। ଆଉ ଘରର ତ ଅବସ୍ଥା ଆପଣଙ୍କୁ କହିଲେ ନ ଶୁଣିବେ ସାଙ୍ଗମାନେ, ଆପଣମାନେ ତ ନିହାତି ଭାବରେ ଦେଖିଥିବେ ଘରକୁ ଆମେ କେଉଁ ଭଳିଆ ଭାବରେ ଯାଉଛୁ। ଏଇ ଘରେ ଦିନେ ଦେଖନ୍ତୁ ଘରର ଅବସ୍ଥା କେଉଁ ଭଳିଆ ହେଇଛି। ଏଇ ଘର ଭିତରେ ଦିନେ ମୁଁ ଭିଡ଼ିଓ ବନାଉଥିଲି, ଆଉ ଏଥିରେ ଆସିକି ବସୁଥିଲି। ବର୍ତ୍ତମାନ ଘରର ଶୋଚନୀୟ ଆପଣମାନେ ଦେଖିପାରୁଥିବେ ସାଙ୍ଗମାନେ। ଆଉ ଏଇ ଘର ଭିତରକୁ ଯିବାକୁ ଭୟ ଲାଗୁଛି, କାହିଁକିନା ଘର ଭିତରେ ଯେତେ ମାତ୍ରାରେ ପାଣି ଅଛି ଆପଣମାନେ ଯିବାକୁ ହିଁ ଡରିବେ। ଆଉ ପତା ନାହିଁ ସାଙ୍ଗମାନେ, ଜଣା ନାହିଁ ଏତେ ଜୋରେ ପାଣି ଅଛି ଯେ ମଝିରେ କେତେ ପାଣି ହେଇପାରେ, ଏଇଟା ଆପଣମାନଙ୍କୁ ଜଣା ନାହିଁ, ମୋତେ ବି ଜଣା ନାହିଁ। କାହିଁକିନା ଦେଖନ୍ତୁ ଭିତରେ ଆମର ଲାଇଟ୍ ଜଳୁଥିଲା, ଲାଇଟ୍ ବି ବର୍ତ୍ତମାନ ଅନ୍ଧାର ହେଇଯାଇଛି। ଇଆଡ଼େ ସାଙ୍ଗମାନେ ପିଲାମାନେ ଆମ ଯେଉଁ ପିଲା ରହୁଥିଲେ ଇଆଡ଼େ ଆସିବାକୁ ସେ ଭୟ କରୁଛନ୍ତି। ଦେଖନ୍ତୁ ମୁଁ ଗୋଡ଼କୁ ଟିକେ ବର୍ତ୍ତମାନ ଆଣ୍ଠୁଏ ପାଣି, ମୋତେ ବି ପାଣି ଭିତରକୁ ଯିବାକୁ ବହୁତ ମାତ୍ରାରେ ଭୟ ଲାଗୁଛି। କିଏ ଜାଣେ ସାଙ୍ଗମାନେ, କିଛି ବି ବଡ଼ ବଡ଼ ମାଛ ଥାଇପାରନ୍ତି। ଦେଖନ୍ତୁ ପୁରା ଅନ୍ଧାର, ଏଠି ପୋଚା ଗ୍ୟାସ୍ ବି ହେଉଛି ସାଙ୍ଗମାନେ। ଠିକ୍ ଅଛି, ଦେଖନ୍ତୁ ଇଏ ହେଉଛି ସେଇ ଘର ହାଲାତ ଯେଉଁ ଘରେ ଆମେ ରହୁଥିଲୁ। ଆଉ ଏତେ ମାତ୍ରାରେ ପାଣି ସାଙ୍ଗମାନେ ଆପଣମାନେ ଦେଖିପାରୁଥିବେ। ଏଇଠି ଆମର ଲାଇଟ୍ ଜଳୁଥିଲା, ଲାଇଟ୍ ବି ଖରାପ ହେଇକି ପଡ଼ିଗଲାଣି, ସେ ଲାଇଟ୍ ବି ଆଉ ଜଳୁନି। ଆଉ ବାହାର ପଟକୁ ଆମକୁ ସେଇ କରେଣ୍ଟରେ ଲାଇଟ୍ ନେଇଥିଲୁ, ସେଇ ଲାଇଟ୍ ବି ଖରାପ।
ଆଉ ଦେଖନ୍ତୁ ଏଇଟା ହେଉଛି ଆମ ଫ୍ରଣ୍ଟ ସାଇଡ୍ ମୋଟରଟା ଯେଉଁଠି ଅଛି ମୋଟରଟା ସେଇଠି ଥିଲା ବର୍ତ୍ତମାନ ସେଇଠୁ ଉପରକୁ ଟ୍ରାନ୍ସଫର କରିଦେଇଛୁ କାହିଁକିନା ସେଇଟା ପାଣି ପଡ଼ିଲେ ଖରାପ ହୋଇଯିବ ଆଉ ସେଇଟା ଦେଖୁଥିବ ହାଲତ କେମିତି ହେଇଛି ଆଉ ଏଠି ଆମର ଗଣପତି ବାବା ବସିଛନ୍ତି ଘରେ ତଥାପି ଘର ଭିତରକୁ ପାଣି କୋଉ ଭଳିଆ ଭାବରେ ଲମ୍ବିଛି ଟିକେ ସାଙ୍ଗମାନେ ଭଲ ଭାବରେ ଦେଖନ୍ତୁ ମାନେ ସିଆଡ଼ୁ ଧରିକି ରୋଡ଼ରୁ ଧରିକି ପୁରା ଇଆଡ଼େ ପାଣି ଲମ୍ବିଛି ଆଜିକି 4-5 ଦିନ ହେଇଗଲାଣି ପାଣି ପୁରା କମିବାର ନା ହିଁ ନେଉନି ଘର ଭିତରେ ଏତେ ମାତ୍ରାରେ ପାଣି ସାଙ୍ଗମାନେ ପଶି ଯାଇଛି କେମିତି ପଶୁଛି ଶୁଣିଲେ ମୁଣ୍ଡ ଖରାପ ହେଇଯିବ ଯଦି ଆମ ପାଖରେ 2-3ଟା ଘର ନଥାନ୍ତା ତେବେ ଆମେ ବହୁତ ମାତ୍ରାରେ ହଇରାଣ ହେଇଯାଇଥାନ୍ତୁ କାହିଁକିନା ଏତେ ମାତ୍ରାରେ ଘରେ ପାଣି ପଶିଛି ଦେଖୁଥିବ କବାଟ ବି ବୁଡ଼ି ଯାଇଛି ଭିତରେ ଆଉ ଏଇଠି ପାଣି ବୋର୍ଡ ପାଖକୁ ବି ଲାଇନ୍ ପଳେଇ ଆସିଲାଣି ଆମର ଆଉ ଦେଖୁଥିବ ଏଇଠି ପୁରା ମୁଁ ଭିଡ଼ିଓ ବନେଇବା ପାଇଁ ତାର ମାର ଏଇଠି କଣ୍ଟା ବି ବାଡ଼େଇଥିଲି ମୋବାଇଲ ଟଙ୍ଗଉଥିଲି ସବୁକିଛି ଘରେ ହେଉଥିଲା ପିଲେ ବି ଆସିକି ଏଇଠି ମଦ ପିଉଥିଲେ ସାଙ୍ଗମାନେ ଆଉ ପାଣି ତ ଦେଖୁଥିବ ସାଙ୍ଗମାନେ କହିଲେ ନ ସରେ ପୁରା ଆଣ୍ଠୁଏ ପାଣି ମୁଁ ପ୍ୟାଣ୍ଟ ଟେକିକି ଉପରୁ ଆସିଛି ଦେଖନ୍ତୁ ଦେଖୁଛନ୍ତି ଆଉ ପୁରା ପାଣି ପୁରା କଳା ହେଇଗଲାଣି ଭିତରେ ମାଛ ବି ଥାଇପାରନ୍ତି ଦୁଶୁନାହାନ୍ତି ବର୍ତ୍ତମାନ ଟାଇମ୍ ସଞ୍ଜ ହେଲାଣି ସାଙ୍ଗମାନେ ଇଏ ହେଉଛି ଆମ ଘରର ହାଲାତ ଏଇ ଘରଗୁଡ଼ାକ ମୁଁ ବହୁତ ଟାଇମ୍ ବୁଲିବାକୁ ଆସିଲିଣି କାଳେ ଶୁଖି ଯାଇଥିବ ଭିଡ଼ିଓ ଲଗାଇବା ପାଇଁ ସେଟଅପ୍ କରିଦେବି ସିଏ ବି ହେଇପାରୁନି ସାଙ୍ଗମାନେ ଏତେ ମାତ୍ରାରେ ପାଣି ସାୟଦ କହିବି ଭାଇ କାହା ଘରେ ଏତେ ପାଣି ପଶିଥିବ ତ ଫ୍ରେଣ୍ଡସ୍ ଇଏ ଥିଲା ମୋର ଆଜିର ଛୋଟିଆ ବ୍ଲଗ୍ ଯେଉଁଟାକି ମୁଁ ଆପଣମାନଙ୍କୁ ଦେଖିବାକୁ ଚାହୁଁଥିଲି ବର୍ତ୍ତମାନ ମୋ ଘରର ଅବସ୍ଥା କେମିତି ଅଛି କାହିଁକିନା ଦିନକୁ ଦିନ ଘରର ପାଣି କମିବ କ'ଣ ସେ ବଢ଼ି ଯାଉଛି ତ ସେଥିପାଇଁ ବହୁତ ଅସୁବିଧା ହେଉଛି ତ ଗାଇଜ୍ ଇଏ ହେଉଛି ଭୁବନେଶ୍ୱର ଅବସ୍ଥା ଭୁବନେଶ୍ୱରରେ ଏଇ ଗୋଟେ ଘରଟେ ଥିଲା ଆମର ଆଉ ସେଇ ଘରର ଅବସ୍ଥା ବର୍ତ୍ତମାନ କଣ୍ଡିସନଟା କ'ଣ ଆପଣମାନେ ଦେଖି ସାରିଥିବେ ଆଉ କେମିତି ଲାଗିଲା ଭିଡ଼ିଓଟା କମେଣ୍ଟରେ ନିହାତି ଭାବରେ କହିବେ ଯଦି ମୋ ଚ୍ୟାନେଲକୁ ନୂଆ ଦେଖୁଛନ୍ତି ସବସ୍କ୍ରାଇବ୍ କରିବା ଭୁଲନ୍ତୁ ନାହିଁ ଠିକ୍ ଅଛି ମାନେ ରହୁଛି ଆଜି ପାଇଁ ଏତିକି ପୁଣି ଥରେ ଦେଖା ହେବ ଆପଣମାନଙ୍କ ସହିତ ଆଉ ଗୋଟେ ନୂଆ ବ୍ଲଗ୍ ଭିଡ଼ିଓରେ।